ଆଜିର ପ୍ରଥମ ପ୍ରଶ୍ନଟି, ପେନାଲ୍ଟି କର୍ଣ୍ଣର ଇଜ୍ ରିଲେଟେଡ୍ ଟୁ ହୁଇଚ୍ ସ୍ପୋର୍ଟସ୍? ପେନାଲ୍ଟି କର୍ଣ୍ଣର କେଉଁ ଖେଳ ସହିତ ସମ୍ପର୍କିତ? ନା ଏହାର ଆନ୍ସରଟି ପିଲାମାନେ ହକି। ପେନାଲ୍ଟି କର୍ଣ୍ଣର ହକି ଖେଳ ସହିତ ସମ୍ପର୍କିତ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ହ୍ୱାଟ୍ ଇଜ୍ ଦ ରିଜନ୍ ଫର୍ ରେନ୍ ଇନ୍ ୱିଣ୍ଟର ଇନ୍ ନର୍ଥର୍ନ ଇଣ୍ଡିଆ? ଉତ୍ତର ଭାରତରେ ଶୀତ କାଳରେ ବର୍ଷାର କାରଣ କ'ଣ? ଏହାର ଆନ୍ସରଟି ହେଉଛି ପିଲାମାନେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ବର୍ଷା ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନଟି, ଦେଓଧର ଟ୍ରଫି ଇଜ୍ ରିଲେଟେଡ୍ ଟୁ ହୁଇଚ୍ ସ୍ପୋର୍ଟସ୍? ଦେଓଧର ଟ୍ରଫି କେଉଁ ଖେଳ ସହିତ ସମ୍ପର୍କିତ? ଏହାର ସଠିକ୍ ଆନ୍ସରଟି ହେଉଛି ପିଲାମାନେ କ୍ରିକେଟ ଖେଳ ସହିତ ସମ୍ପର୍କିତ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ହ୍ୱାଟ୍ ଇଜ୍ ଦ କରେନ୍ସି ଅଫ୍ ରୁଷିଆ? ରୁଷିଆର ମୁଦ୍ରା କ'ଣ? ରୁଷିଆର ମୁଦ୍ରାକୁ ଆମେ କ'ଣ କହୁ? ନା ରୁଷିଆର ମୁଦ୍ରା ହେଉଛି ରୁବେଲ। ରୁବେଲ ହେଉଛି ରୁଷିଆର ମୁଦ୍ରା। ହୁଇଚ୍ ୱାଜ୍ ଦ ଫେମସ୍ ପୋର୍ଟ ଅଫ୍ ଇଣ୍ଡୁସ୍ ଭ୍ୟାଲି ସିଭିଲିଜନ୍? ସିନ୍ଧୁ ଘାଟି ସଭ୍ୟତାର ପ୍ରସିଦ୍ଧ ବନ୍ଦର କ'ଣ? ଏହାର ଉତ୍ତରଟି ହେଉଛି ଲୋଥାଲ। ପରବର୍ତ୍ତୀ ପ୍ରଶ୍ନଟି, ହୁ ୱାଜ୍ ଦ ଫାଷ୍ଟ ତୀର୍ଥଙ୍କର ଅଫ୍ ଜୈନିଜିମ୍? ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର କିଏ? ଏହାର ଉତ୍ତରଟି ହେଉଛି ପିଲାମାନେ ଋଷଭ ଦେବ। ପରବର୍ତ୍ତୀ ପ୍ରଶ୍ନଟି ଜାଣିବା, ହ୍ୱେୟାର ୱାଜ୍ ଗୌତମ ବୁଦ୍ଧ ବର୍ନ? ଗୌତମ ବୁଦ୍ଧଙ୍କ ଜନ୍ମ କେଉଁଠି ହୋଇଥିଲା? ଏହି ପ୍ରଶ୍ନଟି ବହୁତ ଥର ପରୀକ୍ଷାରେ ତୁମର ଆସେ, ତ ମନେ ରଖନ୍ତୁ ଗୌତମ ବୁଦ୍ଧଙ୍କ ଜନ୍ମ ନେପାଳର ଲୁମ୍ବିନୀରେ ହୋଇଥିଲା। ନେପାଳର ଲୁମ୍ବିନୀରେ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ଜାଣିବା ପିଲାମାନେ, ହୁଇଚ୍ ତୀର୍ଥଙ୍କର ଅଫ୍ ଜୈନିଜିମ୍ ୱାଜ୍ ଲର୍ଡ଼ ମହାବୀର? ଭଗବାନ ମହାବୀର ଜୈନ ଧର୍ମର କେଉଁ ତୀର୍ଥଙ୍କର ଥିଲେ? ଏହାର ଉତ୍ତରଟି ହେଉଛି ପିଲାମାନେ 24th। ପରବର୍ତ୍ତୀ ପ୍ରଶ୍ନଟି ଜାଣିବା ପିଲାମାନେ, ହୁଇଚ୍ ୱାଜ୍ ଦ ଫାଷ୍ଟ ଓମ୍ୟାନ୍ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ? ଭାରତର ପ୍ରଥମ ମହିଳା ପ୍ରେସିଡେଣ୍ଟ କିଏ? ଏହାର ଉତ୍ତରଟି ହେଉଛି ପ୍ରତିଭା ପାଟିଲ। ପରବର୍ତ୍ତୀ ପ୍ରଶ୍ନଟି ଜାଣିବା ପିଲାମାନେ, କଟକ ଇଜ୍ ସିଚୁଏଟେଡ୍ ଅନ୍ ହୁଇଚ୍ ରିଭର? କଟକ କେଉଁ ନଦୀ ଉପରେ ଅବସ୍ଥିତ? ଏହାର ଉତ୍ତରଟି ହେଉଛି ମହାନଦୀ। ଯଦି ଆପଣମାନଙ୍କୁ ଏହିଭଳି ଡେଲି ବେସିକ୍ରେ କରେଣ୍ଟ ଆଫେୟାର୍ସ ଜାଣିବାକୁ ଅଛି ତ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ ଆଉ ଆପଣମାନଙ୍କ ସାଙ୍ଗମାନଙ୍କ ସାଙ୍ଗରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।